ଆଜିକାଲି କଳି କେଉଁଠାରେ କେଉଁଠାରେ ରହୁଛି ସେ ସମ୍ପର୍କରେ ଏକ ସୁନ୍ଦର କାହାଣୀ। ଥରେ ରାଜା ପରୀକ୍ଷିତଙ୍କୁ ଜ୍ଞାନୀମାନଙ୍କ ଠାରୁ ଖବର ମିଳିଲା ଯେ କଳି ତାଙ୍କ ରାଜ୍ୟରେ ଅନୁପ୍ରବେଶ କରିଛି। ପରୀକ୍ଷିତ ଧର୍ମନିଷ୍ଠ ସଦାଚାରୀ ପୁରୁଷ ଥିଲେ। ସେ କଳିକୁ ଦଣ୍ଡିତ କରିବା ପାଇଁ ବାହାରି ପଡ଼ିଲେ। ବାଟରେ ଗୋଟିଏ ଗୋଡ଼ରେ ଠିଆ ହୋଇଥିବା ଏକ ବଳଦକୁ ଦେଖିଲେ ଏବଂ ଜଣେ ବ୍ୟକ୍ତି ତାକୁ ବାଡ଼ିରେ ପିଟୁଥିବାର ମଧ୍ୟ ଦେଖିଲେ। ସେ ବଳଦକୁ ପଚାରିଲେ, ତୁମର ଏପରି ସ୍ଥିତି ପାଇଁ ଦୋଷୀ କିଏ? ଯିଏ ତୁମକୁ ଦୁଃଖ ଦେଉଛି ସେ କିଏ? ବଳଦଟି ଉତ୍ତର ଦେଲା, ରାଜନ, କର୍ମଗୁଡ଼ିକ ଅତିରିକ୍ତ ଜୀବନକୁ ଆଉ କିଏ ଦୁଃଖ ଦେଇପାରେ? ଆପଣଙ୍କ ମନରେ ପ୍ରତ୍ୟେକ ପ୍ରାଣୀ ପାଇଁ କଲ୍ୟାଣର ଭାବ ରହିଛି। ଯାଆନ୍ତୁ, ଆପଣଙ୍କର କଲ୍ୟାଣ ହେଉ। ପରୀକ୍ଷିତ ବୁଝିଗଲେ ଯେ କର୍ମର ଗତି ଜାଣୁଥିବା, କଷ୍ଟରେ ମଧ୍ୟ ଅନ୍ୟର କଲ୍ୟାଣ ପାଇଁ ପ୍ରାର୍ଥନା କରୁଥିବା ଏବଂ ଗୋଟିଏ ଗୋଡ଼ରେ ଠିଆ ହୋଇଥିବା ଏହି ପ୍ରାଣୀ ଧର୍ମ ଅଟେ। କାରଣ ଧର୍ମର 4 ପାଦ ସତ୍ୟ ଯୁଗର, 3 ପାଦ ତ୍ରେତୟା ଯୁଗର, 2 ପାଦ ଦ୍ୱାପର ଯୁଗର ଏବଂ 1 ପାଦ କଳିଯୁଗର ପ୍ରତୀକ। ଧର୍ମରୂପୀ ବଳଦକୁ କଷ୍ଟ ଦେଉଥିବା ବ୍ୟକ୍ତି ହେଉଛି କଳି। ପରୀକ୍ଷିତ କଳିକୁ ମାରିବା ପାଇଁ ଉଦ୍ୟତ ହେବାରୁ କଳି ଶରଣାଗତ ହୋଇଗଲା। ଶରଣାଗତକୁ ମାରିଲେ ଅଧର୍ମ ହେବ, ଏପରି ବିଚାର କରି ପରୀକ୍ଷିତ ଅଟକିଗଲେ। କଳି କହିଲା, ରାଜନ, ମୋତେ କେଉଁଠି ବି ରହିବା ପାଇଁ ଟିକିଏ ସ୍ଥାନ ଦେଇଦିଅନ୍ତୁ। ପରୀକ୍ଷିତ କହିଲେ, ଯେଉଁ ଘରକୁ ଅଧର୍ମ ଉପାର୍ଜିତ ପଇସା ଆସୁଥିବ ଏବଂ ଯେଉଁଠି ବ୍ୟକ୍ତି ଜାଣିଶୁଣି କୁକୃତ୍ୟ କରୁଥିବ ଅର୍ଥାତ୍ ଖରାପ କାର୍ଯ୍ୟ କରୁଥିବ, ତୁମେ ସେଇଠି ରହିବ। ସେବେଠାରୁ କଳି ଏପରି ସ୍ଥାନ ଗୁଡ଼ିକରେ ରହି ଆସୁଅଛି। ଆପଣମାନେ ନିହାତି ଭାବରେ ଅନୁଭବ କରୁଥିବେ। ଧନ୍ୟବାଦ। ଜୟ ଜଗନ୍ନାଥ।